ବିନା ଅନୁମତିରେ ଦେଶୀ ବନ୍ଧୁକ ପାଖରେ ରଖିବା ଘଟଣାରେ ସଜା ପାଇଲେ ଅଭିଯୁକ୍ତ। ସୂଚନାଯୋଗ୍ୟ 17/5/2020 ତାରିଖ ଦିନ ଯେତେବେଳେ ରାୟଗଡ଼ା ଥାନାର ଏସ୍ଆଇ ଅଭିମନ୍ୟୁ ପାଣିଗ୍ରାହୀ ସନ୍ଧ୍ୟା ସମୟରେ ରାୟଗଡ଼ା ତଥା ପଦ୍ମପୁର ଆଦି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ, ସେତେବେଳେ ସେ ଖବର ପାଇଲେ ଯେ ରାୟଗଡ଼ା ଥାନା ଅନ୍ତର୍ଗତ ବାହାଡ଼ାପଡ଼ା ଗ୍ରାମର କରୁଣ ଭୂୟାଁ ନିଜ ଘରେ ଏକ ଦେଶୀ ବନ୍ଧୁକ ଲୁଚାଇ ରଖିଛନ୍ତି। ପରେ ସେ କାଳ ବିଳମ୍ବ ନ କରି ନିଜ କର୍ମଚାରୀଙ୍କ ସହ ଉପରୋକ୍ତ ଆସାମୀଙ୍କ ଘରେ ପହଞ୍ଚି ତଲାସି କରିଥିଲେ। ତଲାସି ବେଳେ ତାଙ୍କୁ ଏକ ଦେଶୀ ବନ୍ଧୁକ ମିଳିଥିଲା। ଏହି ବନ୍ଧୁକ ରଖିବା ନିମନ୍ତେ କିଛି ବୈଧ ଲାଇସେନ୍ସ ଅଭିଯୁକ୍ତ ଜଣକ ଦେଖାଇ ପାରିନଥିଲେ ତଥା କିଛି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ନିଜ ଆଡୁ ଏସ୍ଆଇ ଅଭିମନ୍ୟୁ ପାଣିଗ୍ରାହୀ ରାୟଗଡ଼ା ଥାନାରେ ମାମଲା ନମ୍ବର 25 ପ୍ରକାର ଏକ ମାମଲା ରୁଜୁ କରିଥିଲେ ଓ ତତ୍କାଳୀନ ସବ୍ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ମଲ୍ଲିକ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ। 10 ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିଜିଏମ୍ ତଥା ଆସିଷ୍ଟାଣ୍ଟ ସେକ୍ସନ ଜଜ୍ ଶ୍ରୀ ନରୋତ୍ତମ ସେଠୀ ଆର୍ମସ ଆକ୍ଟର ଧାରା 25(1) କ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି 2 ବର୍ଷ କାରାଦଣ୍ଡ ଓ 5,000 ଟଙ୍କା ଜରିମାନାର ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟେ ଅଧିକ 2 ମାସ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର୍ ଉଦୟଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।